खोका भाई गोटे जोरदार करताली हो तो संगीत जपण मान को तापदा करदब प्रेमिका कांदुची बाउंस बुदा मूले मु कांदुची चुली मूले सब हताश गीत जाक आइला ता भीतर भी सुंदर सुंदर गीत मार्केट को आसिला सेते कैसेट बाहर थिला तो कैसेट रे रीली बुली के एपटू आइले आ गुटा गीत बाजुथिला तो सेतु गोटाए गीत तापर मु कहूची गीत पुणी आगु को कुआड होला तू बाटरे चाली बाको मो पाले पड़ी लसी कुड़ी तो मनर कथा मो पाई जाई बदली कही देलो प्रिया तू कही देलो प्रिया तू तार दोष न मोर दोष ये तबला पड़ेला कीबोर्ड पड़ेला सब इंस्ट्रूमेंट पड़ेला टोकालिया कहले 2000 टका देचु भसाणी रे डीजे बाजू एगुडा कौन टंग टंग बा डीजे बजा तो आपण देखुदेबे हठात जे कोनसी गोटा म्यूजिक बात तो डीजे इरे ये कौन गोटा दिन के बांती करियो अच्छा हठात ता भीतर डीजे प्रशांत बेस ये किए नाम बड़ा बापू डीजे गौरा सी किए ना सी मो बड़ा मो दादा पुओ ताको नाम रखिबिनी मन कर आजिकल गीत लक्षक मनी मोर सुनाबेनी हाय 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 क्या बात लक्षक मनी मोर सुनाबेनी देखिए जेकोसी भसाणी ठाकुर हाइट थब 5 फुट डीजे नदाई थब 170 फुट ता कारण कौन टोकालिया कहे आम पेमेंट देचु मैंने आम डीजे नदा हम अच्छा मुझे देखी दुर्गा पूजा दुर्गा माँ जाऊे गोटा टली पिचरा महिषासुर आपण मैंने जानी सबुठू सीनियर मोस्ट पावरफुल राक्षस तार अवस्था गाँ टोका कौन कर
ଦେଖନ୍ତୁ ସିଏ ଏତେ ନେଫେଡ଼ା 3 ଦିନ ଯାକ ସେ ଦାନ୍ତ ଦେଖେଇକି ରହିଥିବ। ଯେତେ କଷ୍ଟ ହଉ ତାଠୁ ଧୈର୍ଯ୍ୟ ଗୁଣ ଶିଖିବା କଥା। 3 ଦିନ ଯାକ ଦାନ୍ତ ଦେଖେଇ ଗୋଟେ ରାକ୍ଷସ ରହୁଛି, କେତେ ପାୱାରଫୁଲ ସିଏ। ହଁ ତ ତାକୁ ଟୋକାଳିଆ ଗୋଟେ ଏକ୍ସଟ୍ରା ଟଲିରେ କାର୍ଟୁନ କରିକି ନ ଦେଇଦେବେ, ଯେତେବେଳେ ଡିଜେ ବାଜୁଥିବ ତା ଅବସ୍ଥା କେମିତି ହଉଛି। 1 2 3 ଷ୍ଟାର୍ଟ। ଆମର ନଈ ପାଖରେ ପହଞ୍ଚିଲା ବେଳକୁ ତା ଲିଭର ଗଳି ପଡ଼ିବ। ତେଣୁ ଏ ଡିଜେ ଶବ୍ଦ ପଲ୍ୟୁସନ କରୁଛି, ତେଣୁ ସେଥିରୁ ଆପଣମାନେ ଦୂରେଇ ରୁହନ୍ତୁ। ତ ଦେଖନ୍ତୁ ଦର୍ଶକ ବନ୍ଧୁ, ଏ ଗୀତ ଯେତେବେଳେ ବାହାରିଲା ସେତେବେଳେ ଥିଲା କ'ଣ କ୍ୟାସେଟ୍ ଗୋଟେ ଏପଟରୁ ବୁଲିକି ସେପଟକୁ ଆସିଲେ ଯାଇକି ଶୁଭୁଥିଲା। ତେଣୁ ବେଳେବେଳେ ଇଲେକ୍ଟ୍ରୋନିକ୍ ଉପରେ କେବେ ଭରସା କରାଯାଏ ନାହିଁ, ତାର ପ୍ରୋବ୍ଲେମ୍ ଦେଖାଏ। ସେତେବେଳେ ଲୋକମାନେ ଟେପ୍ ରେକର୍ଡର ବଜେଇକି ଦାଢ଼ି କାଟୁଥିଲେ, ଖାଉଥିଲେ, ଗାଡ଼ିରେ ଯାଉଥିଲେ, ସେତେବେଳେ କ୍ୟାସେଟ୍ ଥିଲା। ତ ତାର ପ୍ରୋବ୍ଲେମ୍ କ'ଣ ଦେଖାଏ? ମନେକର ଗୀତଟି ହେଲା, ଇଏଟା ମେରା ରବି ଦେଲା ଲୋ, ये काऊ कहे काका, या मेरा रबी दलालो काऊ कहे काका, ए आलो छबी नाली पनो बीबी तोते मुते ए आलो छबी नाली पनो बीबी तोते मुते ଯେତେବେଳେ ଟେପ୍ ରେକର୍ଡର ବାଜୁଥିଲା, ଟେପ୍ ରେକର୍ଡର ପ୍ରୋବ୍ଲେମ ହେଲେ କେମିତି ଦେଖାଏ? ଇଏଟା ମେରା ରବି ଦେଲାଲୋ, ମାନେ ଟେପ୍ ରେକର୍ଡର ନାଗିଯାଏ। ଆଚ୍ଛା, କିଛି ଟୋକାଳିଆ ଥିବେ ତାକୁ ବାଡ଼େଇ ଦେବେ, ସେ ଫରୱାର୍ଡ ହେଇଯିବ। ଇଏଟା ମେରା ରବି ଦେଲାଲୋ ଆଉ କହେ ଯେମିତି 300 ଚେମଣିଆ ପଶି ଗାଉଛ। ତ ଧୀରେ ଧୀରେ ଗୀତ ଆଗକୁ ଆସି ବର୍ତ୍ତମାନ ପେନ୍ ଡ୍ରାଇଭରେ ପହଞ୍ଚିଲା, ଆପଣ ଲଗେଇଦେଲେ 200 ଗୀତ ବାହାରିବ। ତେଣୁ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ମୁଁ ଗୋଟିଏ କଥା କହି ରଖୁଛି, ସଙ୍ଗୀତ ଏବଂ ସଙ୍ଗୀତକାରଙ୍କ ପାଇଁ ମନ ହୃଦୟ ସବୁବେଳେ ଆନନ୍ଦରେ ରୁହେ। ସେଥିପାଇଁ ଆଉ ଥରେ ଏ ମଞ୍ଚାସୀନ ସମସ୍ତ ଶିଳ୍ପୀମାନଙ୍କ ପାଇଁ ଜୋରଦାର କରତାଳି ଦେବା। ମୁଁ ପ୍ରଥମେ ସେମାନଙ୍କ ପରିଚୟ ଆପଣମାନେ ଜାଣିବା ଦରକାର। ମୁଁ ଦାଦାଙ୍କଠୁ ଯାଉଛି। ଦାଦା ନମସ୍କାର, ଆପଣଙ୍କ ନାଁ କ'ଣ? ସନ୍ତୋଷ ମିଶ୍ର। ଆପଣ ସବୁବେଳେ ସନ୍ତୋଷ ନା ଟେନସନ୍? ସନ୍ତୋଷ। ସନ୍ତୋଷ। ଭାଉଜଙ୍କ ନାଁ ସନ୍ତୋଷୀ। ଆଜ୍ଞା। ଦେଖନ୍ତୁ ଦାଦା ବେଳେବେଳେ ଯେତେବେଳେ ଭାତ ଖାଉଥିବେ, ତାଙ୍କର ଧର ଗିଟାର ମନେ ପଡ଼ିବ, ଥାଳିକି ଟେକିଦେବେ ଭାତ ତଳେ। ସେ ଏତେ ତାଙ୍କର ମାନେ ଏକ୍ସପର୍ଟ ଥାନ୍ତି। ଆଚ୍ଛା ସାର୍, ଆପଣଙ୍କ ନାଁ କ'ଣ ଟିକେ କୁହନ୍ତୁ? ବିକ୍ରମ ଘରେ। କ'ଣ ଆପଣଙ୍କ ନାଁ? ବିକ୍ରମ ଘରେ। ବିକ୍ରମ ପାଇଁ ଗୋଟେ ଜୋରଦାର କରତାଳି ହଉ। ଭାଇଙ୍କର ଗୋଟେ ଅଭ୍ୟାସ, ସବୁବେଳେ ଫିଙ୍ଗରିଂ ଚାଲୁଥିବ। ଆପଣ ଦେଖନ୍ତୁ, ସିଏ ଯେତେବେଳେ ଧର କ'ଣ ଗୋଟେ କରୁଥିବେ, ଧର ମନେକର ରୁଟି ଖାଉଛନ୍ତି, ଛିଣ୍ଡେଇ ଦେଇକି 5 ଫାଳ କରିଦେବେ, ତାକୁ ସାରେ ଗାମା ପାଧା ନିଶାରେ ଖାଇବେ। ଏଠି ଆମର ଭାଇ ଅଛନ୍ତି, ଭାଇଙ୍କ ପରିଚୟ ନେବା। ସାର୍ ଆପଣଙ୍କ ନାଁ? ମନୋଜ ନାୟକ। କ'ଣ ମର୍ଡର କରିବ ନା କ'ଣ? କ'ଣ ଧୀରେ କହୁନା, କ'ଣ ତମ ନା? ମନୋଜ। ମନୋଜ ଭାଇଙ୍କ ପାଇଁ ଗୋଟେ ଜୋରଦାର କରତାଳି ହଉ। ଆପଣଙ୍କ ପରିଚୟ ଦିଅନ୍ତୁ। କୃଷ୍ଣା। ସେତେବେଳେ ଭଗବାନ କୃଷ୍ଣ ବଂଶୀ ବଜାଉଥିଲେ, କିନ୍ତୁ ସେ ଆଜି ପ୍ୟାଡ୍ ଏଠି ବଜାଉଛନ୍ତି। ଆମର ଜଣେ ଭାଇ, ତାଙ୍କ ପାଇଁ ଜୋରଦାର କରତାଳି ହଉ। ତମେ ବେଳେବେଳେ ଆଇଲେ ମତେ ଲାଗୁଛି କ'ଣ କହିଲ, ତମେ ମୋ ପାଟିରେ ପଶି ଯାଉନ, ତମେ ହଠାତ୍ ଗୋଟେ କଡ଼ରୁ ବାହାରୁଛ। ଭାଇଙ୍କ ପାଇଁ ଜୋରଦାର କରତାଳି। ପ୍ରୋଗ୍ରାମ ସରିଯିବ, ତାଙ୍କୁ ରେଷ୍ଟ ନଥିବ, ସେ ବୁଲି ବାଲିକି ଚାଲିଥିବେ ଏମିତି। ତେଣୁ ବହୁତ ଧନ୍ୟବାଦ। ତ ଦର୍ଶକ ବନ୍ଧୁ, ଆପଣମାନେ ଯେତେ ଏଠି ଅଛନ୍ତି ସମସ୍ତେ ଶିକ୍ଷିତ, ଭଦ୍ର, ସମସ୍ତେ ପ୍ରଥମେ ସ୍କୁଲରୁ ପାଠ ପଢ଼ିକି ଆଜି ଇଞ୍ଜିନିୟରିଂ କଲେଜକୁ ଆସିଛନ୍ତି। ତ ମୁଁ ଆଜି ଏ ମଞ୍ଚରେ ଗୋଟିଏ କଥା କହିବି, ସ୍କୁଲ ନଥିଲେ ଆମେ କେହି ନଥାନ୍ତେ। ତେଣୁ ମୁଁ ଆମ ଅଞ୍ଚଳରେ, ଆମ ଗାଁରେ ମୁଁ 1 ନମ୍ବର ଟପ୍ପର ଗଧ। ତା କାରଣ କ'ଣ? ମୋତେ ସ୍କୁଲ ଭଲ ଲାଗେ। ଡେଲି କ'ଣ ସ୍କୁଲ ଯିବି, ମୋତେ ଭାରି ବିରକ୍ତି ଲାଗେ। ମୁଁ ଠାକୁରଙ୍କୁ ଡାକେ ଡେଲି ରବିବାର ପଢ଼ନ୍ତା କି। ସ୍କୁଲରେ ସବୁଠୁ ଡେଞ୍ଜର ଆଉ ଭୟଙ୍କର ସାର୍ କିଏ ନା? ସାଂସ୍କ୍ରିଟ ସାର୍। ସେ ଅଧ୍ୟାୟ ମୋତେ ଭାରି ଭୟ ଲାଗେ। ତାଙ୍କର କଥାକେ ଅହଂ ଆବାଂ ବୟଂ ଟିଂ ଟାଙ୍ଗ ରଙ୍ଗ ରାଙ୍ଗ ରିଙ୍ଗ ରଙ୍ଗ ଅହୁ ଦ ଅନ୍ତବୁଜୁଳା ଗଳି ପଡ଼ିବ। ମୋତେ ଥରେ କହିଲେ ପ୍ରଜ୍ଞା ହା, ମୁଁ କହିଲି ଆଜ୍ଞା ହା।
ନା କହିଲ ପୁରୁଷ କେତେ ପ୍ରକାର? ମୁଁ କହିଲି ସାର୍ ଆପଣ କହିଲେ ନା 3 ପ୍ରକାର, ପ୍ରଥମ ପୁରୁଷ, ଦ୍ୱିତୀୟ ପୁରୁଷ, ତୃତୀୟ ପୁରୁଷ। ମୁଁ କହିଲି ସାର୍ ମୋ ବୋଉ କହୁଥିଲା ରାତିରେ ଗୋଟେ କିଏ ମାଡ଼ି ବଉଛି କାଳ ପୁରୁଷ। ଆମର ଦୀପାବଳିରେ ପିଣ୍ଡ ପଡୁଛି 14 ପୁରୁଷ, ଆମ ଗାଁରେ 80 ପୁରୁଷ, ଏ ସ୍କୁଲରେ 60 ପୁରୁଷ। ଆପଣ କହୁଛନ୍ତି କ'ଣ 3ଟା ପୁରୁଷ? ଆପଣଙ୍କୁ ପାଠ ଆସେ ନା। ତାପରେ ଆଜ୍ଞା ହଠାତ୍ ଇଂରାଜୀ ସାର୍ ଭେରି ଷ୍ଟ୍ରିକ୍ଟ, ସିଧା ଆସିବ ସାଇଲେନ୍ସ। ମୁଁ କହିଲି ଯୋଉଟା ଗାଡ଼ି ପଛରେ ଇଏ କାହିଁ ବାରମ୍ବାର କହୁଛନ୍ତି? ସେଟା ସାଇଲେନ୍ସର ପାଇପ୍, ସାଇଲେନ୍ସ ମାନେ ନୀରବ। ଆଚ୍ଛା ପିଲାମାନେ ABCD ଜାଣିଛ? ମୁଁ କହିଲି ସେଗୁରା ସାର୍ 4 କ୍ଲାସ୍ର ପାଠଗୁରା, ABCD ଆମେ ଜାଣିନୁ। ନା ଶୁଣ, ତମେ ABCD ଏଭଳି ଡାକିବ ସେଇଥିରୁ ଜଣାପଡ଼ିବ ତମ ବାପା କ'ଣ କରନ୍ତି। କେତେ ବଡ଼ କଥା। ସେଇଠୁ ଆମର ସବୁ ପିଲା ଡାକିଲେ, ଡାକିଲୁ ABCD, ଗୋଟେ ପିଲା ଡାକିଲା ACEG, ମଝି ଗୁରା କୁଆଡ଼େ ଗଲା? କ'ଣ ଅଧେ ରଖି ଅଧେ ଛାଡ଼ୁଛୁ? ନା ସାର୍ ମୋ ବାପା ଭୁବନେଶ୍ୱରରେ ଟ୍ରାଫିକରେ ଅଛନ୍ତି ବା, ସେ ଅଧେ ରଖନ୍ତି ଅଧେ ଛାଡ଼ନ୍ତି। ନା ଭେରି ଗୁଡ୍। ତୁ ଡାକିଲୁ, ଆଉ ଗୋଟେ ପିଲା ଡାକିଲା ବି କିଆଣ, ସି ମୁଣ୍ଡରେ ଦୁବ ବରକୋଳି ଦିଅ, ହଁ ଇ କି ନଇ 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 ନିଅ। ଆରେ ଇଏ କ'ଣ? ନା ମୋ ବାପା କର୍ମକାଣ୍ଡ କରନ୍ତି। ଆଚ୍ଛା 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 ତୁମେ ଡାକିଲ, ଆଉ ଗୋଟେ ପିଲା ଡାକିଲା ମୋର ଶ୍ରଦ୍ଧେୟ ଏ ମାନେ ହା ହା, ମୋର ଶ୍ରଦ୍ଧେୟ ବି ମାନେ ବେଶ ବେଶ, ଏବଂ ମୋର କୁନି କୁନି ସି ମାନେ ହା ହା, ABCD EFG HIJ KL MN OPQRST UVWXYZ। ଭାଇ ନା ବୋଉ ବେଲୁଛି ରୁଟି ପୁଣି ପୁଅ ଖାଉଛି ବ୍ରେଡ, ବୋଉ ବେଲୁଛି ରୁଟି ପୁଣି ପୁଅ ଖାଉଛି ବ୍ରେଡ, ABCD EFG HIJ KL MN OPQRST UVWXYZ। ପାଲା କଲୁ, ତୁ ଗୋଟେ କାମ କର, ମୋ ପୁଅ ଷୋଳ ପୂଜାକୁ ଆସିବୁ। ନା ନାଇଁ ସାର୍ ମୋ ବାପା ପାଲା କରନ୍ତି। ଆଚ୍ଛା ଆଚ୍ଛା ଭେରି ଗୁଡ୍ ଭେରି ଗୁଡ୍। ଆଚ୍ଛା ପିଲାମାନେ ବାପାକୁ ଇଂଲିଶରେ କ'ଣ କହନ୍ତି? ମୁଁ କହିଲି ଫାଦର। ନା ବୋଉକୁ? ମୁଁ କହିଲି ମଦର। ନା ଭଉଣୀକି? ମୁଁ କହିଲି ସିଷ୍ଟର। ମୁଁ କହିଲି ସାର୍ ଡେଭଲପମେଣ୍ଟ ହେଲାଣି, ଆପଣ ଜାଣିନାହାନ୍ତି କି? ବାପାକୁ ବାପ୍ସ, ବୋଉକୁ ମମ୍ସ, ତାପରେ ସିଷ୍ଟରକୁ ସିସ୍, ବ୍ରଦରକୁ ବ୍ରୋ। ଆମେ ତାକୁ ସବୁ କାମୁଡ଼ିକି ଏଣା କହୁଛୁ। ନା ଆରେ ହେଇ ତୁ ପୁରା ଡେଭଲପମେଣ୍ଟରେ ଅଛୁ। ଆଚ୍ଛା ଗୋଟେ କଥା, ଯଦି ବୋଉକୁ କହୁଛ ମମ୍, ତାହେଲେ ବୋଉର ବଡ଼ ଭଉଣୀ? ମୁଁ କହିଲି ମ୍ୟାକ୍ସିମମ୍। ନା ବୋଉର ସାନ ଭଉଣୀ? ମୁଁ କହିଲି ସାର୍ ମିନିମମ୍। ନା କାହିଁକି? ମୁଁ କହିଲି ସାର୍ ଗୋଟେ ଡ୍ରେସ୍ ଦୋକାନ ଗଲେ ଆମେ କହୁନେ ମୋତେ ଟିକେ ମ୍ୟାକ୍ସିମମ୍ ସାଇଜ୍ର ଦେଖା, ଆମେ ସେଇଟା କ'ଣ? ନା ଯିଏ ମଝିଆ ମାଉସୀ? ମୁଁ କହିଲି ମିଡ଼ିୟମ୍। ନା ଯିଏ ପେଟରେ ଅଛି? ମୁଁ କହିଲି ପେଟିୟମ୍। ନା ଯିଏ ଆଣ୍ଠଉଛି? ମୁଁ କହିଲି ଆଣ୍ଠେଇୟମ୍। ନା ତୋତେ ଇଂରାଜୀରେ ପାରି ହେବନି, ୟୁ ସେ ଗେଟ୍ ଆଉଟ୍। ମୁଁ କହିଲି ସାର୍ ପିଅନ କାହିଁ 4ଟା ରଖିଛନ୍ତି, ତାଙ୍କୁ ନ ଗେଟ୍ ଆଉଟ୍ କରିବେ, ମୁଁ କାହିଁ ଆଉଟ୍ କରିବି? ନା କହିଲ ଦେଖିବା। ମୋ ନାଁ ସୂର୍ଯ୍ୟପ୍ରକାଶ, ଇଂଲିଶରେ ଗୋଟେ ପିଲା କହିଲା ମାଇ ନେମ୍ ଇଜ୍ ସୂର୍ଯ୍ୟପ୍ରକାଶ। ମୁଁ କହିଲି ସାର୍ ଟୋଟାଲି ଗଧ, ମାଇ ନେମ୍ ଇଜ୍ ସନଲାଇଟ୍। ନା ବାህ କି ଟ୍ୟାଲେଣ୍ଟେଡ୍ ପିଲା। ଆଚ୍ଛା ପିଲାମାନେ ଗୋଟେ କଥା, ମୋ କ୍ଲାସ୍ ଏଣା ସରିଗଲା, ବର୍ତ୍ତମାନ ଆସିବେ ଆମର ହିଷ୍ଟ୍ରି ସାର୍। ମୁଁ କହିଲି ଆଜ୍ଞା। ହିଷ୍ଟ୍ରି ସାର୍ ଆସିକି ପହଞ୍ଚିଲେ, ତାଙ୍କର କହିବା ଶୈଳୀ ଅତି ସୁନ୍ଦର। ପିଲାମାନେ ଆମେମାନେ ଯେତେବେଳେ ମଣିଷ ହେଲେ ତା ପୂର୍ବରୁ ଆମେ ସବୁ ଥିଲେ ମାଙ୍କଡ଼, ବୁଝିପାରିଲ କି? ଆମର ସବୁ ଲାଙ୍ଗୁଡ଼ ଥିଲା। ମୁଁ ସେଇଠୁ କହିଲି ସାର୍ ଯଦି ଲାଙ୍ଗୁଡ଼ ଥିଲା, ଏଣେ ଯେଉଁ ପ୍ରୋଗ୍ରାମ ହେଉଛି ଏତେ ପିଲା ବସୁଛନ୍ତି, ଆଗେ ଟେଣ୍ଟ ହାଉସ୍ ବାଲା ଗୋଟେ କଣା କରିଥାନ୍ତା ଚେୟାରରେ, ନାଙ୍ଗୁଡ଼ କୋଉଠି ରହିବ, ସେପଟେ ଆନାଉନ୍ସ ହେଇଥାନ୍ତା ଦୟାକରି ନିଜ ନାଙ୍ଗୁଡ଼ ଗୁଡ଼ିକୁ ଆମର ଗେଟ୍ ପାଖରେ ଥୋଇ ଦେଇକି ସମସ୍ତେ ଆସନ୍ତୁ। ଜଣଙ୍କର ନାଙ୍ଗୁଡ଼ ହଜିଯାଇଛି, ସେ ଭଦ୍ରକରୁ ଆଇଛି। ଆଜ୍ଞା ଦେଖନ୍ତୁ ମୋ ନାଙ୍ଗୁଡ଼ଟି କୋଉଠି ହଜିଯାଇଛି। ଆଚ୍ଛା ତମ ଆଧାର କାର୍ଡ଼ ଦିଅ। ସେଠୁ ଆନାଉନ୍ସ ହେଲା ଭଦ୍ରକରୁ ଆସିଥିବା ଝିଅଟି, ସିଏଟି ଜଷ୍ଟ +2 ସେକେଣ୍ଡ ଇୟର, ତା ନାଙ୍ଗୁଡ଼ ମିଳିଛି ଗେଟ୍ ପାଖରେ, ଆସିକି ନେଇଯାଅ। ସେଥିରେ ଗୋଟେ କଳା ଯାଇ ଅଛି। ତ ଯଦି ଆମର ମାନେ ସବୁ ଏମିତି ଥାନ୍ତା, ଆମେ କେଡ଼େ ହଇରାଣ ହେଇଥାନ୍ତେ। ନାଙ୍ଗୁଡ଼ ତା ବାଟରେ, ଆମେ ଚାଲିଥାନ୍ତେ ଆମ ବାଟରେ, ନା ପ୍ୟାଣ୍ଟ ପିନ୍ଧି ହେଇଥାନ୍ତା ନା ହଇରାଣ ହେଇଥାନ୍ତେ। ତ ଧୀରେ ଧୀରେ ମଣିଷ ପରିଷ୍କାର ହେଇ ହେଇ ଆଜି ପୁରା ମଣିଷ। ସେତେବେଳେ ମଣିଷ ସମସ୍ତଙ୍କ ନାଁ ଦେଇଛି, ଆଳୁ ବାଇଗଣ ଭେଣ୍ଡି, ଇଏ ମଣିଷ ନାଁ ଦେଇଛି ଖାଇବା ପାଇଁ, ତାକୁ କେହି ନାଁ ଦେଇନି। ତେଣୁ ମୁଁ ଚିନ୍ତା କଲି ଆମ ଆଖି ନାଁ ହେଇଛି ଆଖି, ଯଦି ପନିପରିବା ନା ଆମ ବଡ଼ିରେ ହେଇଥାନ୍ତା ଆମେ ସେଇଆ କହିଥାନ୍ତେ। ଯଦି ଆମ ଚୁଟି ନା ହେଇଥାନ୍ତା କୋଶିଳା ଶାଗ, ଆମେ ଯାଇକି ସେଲୁନରେ କହିଥାନ୍ତେ ଭାଇ ମୋ କୋଶିଳା ଶାଗ ଗୁରା ଟିକେ ଶାହରୁଖ ଖାନ ଷ୍ଟାଇଲରେ କାଟିଦିଅ। ଝିଅମାନେ ଯାଇକି କହିଥାନ୍ତେ ଆଲୋ ମିଠା ଜାଣିଛୁ କାଲି ମୋ କୋଶିଳାରେ କେତେ ଉଙ୍କୁଣି ହେଇଥିଲା, କାଲି ସଫା କଲାରୁ ଭଲ ହେଲା। ତ
ଯଦି ଆମ ଆଖି ନା ହେଇଥାନ୍ତା ଟମାଟର ଆମର ଯେତେବେଳେ କ୍ଲାସ୍ ହେଉଛି ସାର୍ କହିଥାନ୍ତେ ଏ ଢଳଉଛୁ କ'ଣ ଟମାଟର ଖୋଲିକି ବସ। ଯଦି ଆମ ନାକ ନା ହେଇଥାନ୍ତା ଲେମ୍ବୁ ଆମେ ଘରେ ଯାଇ କହିଥାନ୍ତେ ଡାଡି ଡାଡି ମୋ ଲେମ୍ବୁରୁ ପାଣି ବାହାରୁଛି। ତ ଯଦି ଆମ ବେକ ନା ହେଇଥାନ୍ତା ଭେଣ୍ଡି ଆମେ ସାଙ୍ଗସାଥିରେ କହିଥାନ୍ତେ ଏ ମୋ ସାଙ୍ଗରେ ପଙ୍ଗା ନବୁନୁ ତ ଭେଣ୍ଡି ମୋଡ଼ିଦେବି। ଯଦି ଆମ ପେଟ ନା ହେଇଥାନ୍ତା କଖାରୁ ଆମେ ଡକ୍ଟରଙ୍କୁ ଯାଇ କହିଥାନ୍ତେ ସାର୍ କାଲି ଫିଷ୍ଟ ହେଇଥିଲା ଆମ କେଚ୍ କଲେଜରେ, ତେଣୁ ମୁଁ ଅଧିକା ମଟନ୍ ଖାଇଥିଲି, ମୋ ବାଁ ପଟ କଖାରୁକୁ ହିଁ ବିନ୍ଧା ହେଉଛି। ଝିଅମାନଙ୍କର ଆଜିକାଲି ବାହାଘର ଭାଙ୍ଗି ଯାଉଛି ତାଙ୍କୁ ପେଟୁଆ ବର ପସନ୍ଦ ନୁହଁ। ଏଇଟା ଆମେରିକା ଫଲ୍ସ ହେଇଗଲା। ତ ଝିଅମାନେ କହିଥାନ୍ତେ ନା ମୁଁ ମ୍ୟାରେଜ କରିବିନି। ନା କାହିଁକି? ନା ତାଙ୍କ କଖାରୁ ବଡ଼ ସ୍ଲିମ୍ ନାହିଁ। ତ ଆମେ ସବୁ ଏମିତି ମାନେ ପନିପରିବା ନାଁରେ କଥାବାର୍ତ୍ତା ହେଇଥାନ୍ତେ, କିନ୍ତୁ ଆଜିର ଡେଟ୍ରେ ଆମେ ସବୁ ପୂର୍ଣ୍ଣାଙ୍ଗ ମଣିଷ। ତେଣୁ ଦର୍ଶକ ବନ୍ଧୁ ଯେତେ ପିଲା ସ୍କୁଲରୁ ଆସିଛନ୍ତି ସେ ସ୍କୁଲ ନଥିଲେ ଆଜି କିଏ ଡକ୍ଟର କିଏ ଅଫିସର କିଏ ପୋଲିସ କିଏ ଆକ୍ଟର କିଛି ହେଇପାରିନଥାନ୍ତେ। ତେଣୁ ସେଥିପାଇଁ ପ୍ରଥମେ ମୁଁ ଅନୁରୋଧ କରିବି ସମସ୍ତଙ୍କୁ ନିଜ ସ୍କୁଲ ପାଇଁ ଗୋଟେ ଜୟଧୁନ ଦେବେ। ଜୟ ଗୁରୁଦେବ କି। ସେଥିପାଇଁ ଭାଗବତରେ ଲେଖା ହେଲା ଗୁରୁଙ୍କୁ ନମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ୱର। କିନ୍ତୁ ଆଜିକାଲିକା ପିଲା କ'ଣ କହୁଛନ୍ତି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଲଙ୍କା ପକେଇ ଛୁଙ୍କ କର। ତେଣୁ ପିଲା ସବୁ ଓଲଟା ହେଇଗଲେ। ଆଗରୁ ଯେତେବେଳେ ସ୍କୁଲକୁ ପିଲା ଯାଉଥିଲେ ମାତ୍ର 2 ଖଣ୍ଡ ବହି କାନ୍ଧରେ ନେଇକି ଯାଉଥିବେ, ସାର୍ ସାଇକେଲରେ ଆସିଲା ବେଳେ ଝିଅ ପିଲା ନମସ୍କାର ହେବେ ସାର୍ ନମସ୍କାର ବହି ଯାଇ ନାଳ ଭିତରେ। କିନ୍ତୁ ବର୍ତ୍ତମାନ ଛୁଆ ଯାଉଛନ୍ତି ସ୍କୁଲକୁ ତମକୁ ଲାଗେ ଗୋଟେ ଓଟ ଯାଉଛି, ବହି ପୁରା ଲୋଡ୍ କର ମାନେ ଏତେ ତାଙ୍କୁ ପ୍ରେସର। କିନ୍ତୁ ଆଗରୁ ପିଲାମାନେ ପାଠ ପଢ଼ୁଥିଲେ 2 ଖଣ୍ଡ ବହିରେ ମଧ୍ୟ ଟପର ହେଉଥିଲେ। ତେଣୁ ବର୍ତ୍ତମାନ ଆପଣମାନଙ୍କୁ ଗୋଟିଏ କଥା ମନେ ପକାଇଦେବି, ସେ ସ୍କୁଲ ଜୀବନରେ ମୋର ଗୋଟେ ଝିଅ ସହିତ ଲଭ୍ ହେଇଥିଲା। କାରଣ ସେତେବେଳେ ଲଭ୍ଟା କ୍ରିଏଟ୍ ହୁଏ ଯେତେବେଳେ ମୁଁ ଭଲ ପାଉଥିଲି ମୋର ଅଷ୍ଟମକୁ ତାର 10ମ। ମୁଁ ଗୋଟେ ଚାନ୍ସ ମୁଁ କହିଲି ଗୋଟେ ମାରିବା ଗୋଟେ ଚାନ୍ସ ଏକାଥରେ ବଡ଼ ମାଛ ଧରିଆ। ଏ ଛୋଟରୁ କାହିଁ ସେ ମୂଳେ ଛୋଟ ମୁଁ 10ମ ଠିକ୍ ସେ ଯେତେବେଳେ 10ମ ଫେଲ୍ ହେଇଗଲା ତା ବାହାଘର ହେଇଗଲା। ଆହୁରି ହାର୍ଟକୁ ବାଧିଲା, ମୋ ଛାତି କୁରେଇ ହେଇଗଲା। ସେତେବେଳେ ଏ ବାଡ଼ି ପୋଡ଼ା ମ୍ୟୁଜିସିଆନ୍ ଗୀତ ବାହାର କରୁଛନ୍ତି କ'ଣ ଜାଣିଛନ୍ତି? ଛାତି ପୋଡ଼ା ଗୀତ। ତୁ ଚାଲି ଯିବୁ ତୋ ଶାଶୁ ଘର ଫୁଲର ସବାରିରେ ମୁଁ ଚାଲି ଯିବି ମଶାଣିକୁ ମୋର କଣ୍ଟାର ତୁ ଚାଲି ଯିବୁ ତୋ ଶାଶୁ ଘର ଫୁଲର ସବାରିରେ ମୁଁ କହିଲି ଏ ଗୀତକୁ କାଟିକି ଗୋଟେ ନୂଆ ଗୀତ ଲେଖିବି। କ'ଣ ଲେଖିଲି? ତୁ ଚାଲି ଯିବୁ ତୋ ଶାଶୁ ଘର ଆମ୍ବାସେ ଦରବାରରେ ମୁଁ ଚାଲି ଯିବି ସୁରାଟକୁ ମୋର ନିତ୍ୟା ଭାଇ ଝିଅ ନିତ୍ୟା ଭାଇ ଝିଅ डाली डाली तूने सीना मुझे भूल गया, मैं तेरे लिए अगला जन्म लूंगा। अबे कौ जन्म नबू आउ थारे ने कुकुरा जना तोते कामुड़ी कुकुरा जना तोते कामुड़ी
ଆଜ୍ଞା ଆପଣମାନେ ମାନେ ପ୍ରକୃତରେ ସେତେବେଳେ ସ୍କୁଲରେ ଯେଉଁ ଲଭ୍ ବିଶ୍ୱାସ କରିବେନି ସେତେବେଳେ ବାପା ଦେଉଥିଲେ 5 ଟଙ୍କା ମୁଁ ସେଥିରୁ ତାକୁ ବରା ଘୁଗୁନି ଦେଉଥିଲି ମୁଁ ସେଥିପାଇଁ ମିଷ୍ଟର ନନସେନ୍ସରେ ଗୋଟେ ଗୀତ ଗାଇଥିଲି ଇଏ ଧନ୍ୟ ତୁରେ ବରା ଘୁଗୁନି ତତେ କରିଛି କୋଉ ଦୋକାନୀ ଧନ୍ୟ ତୁରେ ବରା ଘୁଗୁନି ତତେ କରିଛି କୋଉ ଦୋକାନୀ ଆପଣମାନଙ୍କୁ ମୁଁ ନିବେଦନ କରିବି ଆପଣମାନେ ଭଲ ପାଆନ୍ତୁ ନିଜ ଜନ୍ମଭୂମି ଜନନୀ ଜନ୍ମଭୂମିଷ୍ଠ ସ୍ୱର୍ଗ ଦପି କରିଅଛି। ତେଣୁ ଦର୍ଶକ ବନ୍ଧୁ ଏ ଗୀତ ଆଜି ଆପଣମାନଙ୍କ ପାଖରେ ଯେଉଁ ସବୁ ଓଡ଼ିଆ ସିଙ୍ଗରମାନେ ଗାଉଛନ୍ତି ଓଡ଼ିଆ ଗୀତ ଗାଇବା ଭାରି କଷ୍ଟ ଆଉ ସହଜ ଏଇଥିପାଇଁ କାରଣ ସେମାନେ ହୃଦୟରୁ ଗାଆନ୍ତି କିନ୍ତୁ ଇଂରାଜୀ ଗୀତ ଆପଣମାନେ ଦେଖିବେ ସେ ଅନ୍ତଃବୁଜୁଳାରୁ ଗାଉଥିବେ ଆପଣମାନଙ୍କୁ ଲାଗିବ ସେ ଯେମିତି କାହାକୁ ନିର୍ଯାତନା ଦେଉଛନ୍ତି। ଆଚ୍ଛା ତମେ ବଜାଇ ପାରିବ ତ ଇଂରାଜୀ ଗୀତ ରେଡି ଗୋଟେ ଜୋରଦାର କରତାଳି ଆଉ ଭାଇମାନଙ୍କ ପାଇଁ ତମେ ଲଗାଅ ମାଇକେଲ ଜ୍ୟାକ୍ସନ ସ୍କେଲ ବାସ୍ ହଁ ନାଇଁ ନାଇଁ ନା ନା नो 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 ହାଇ ନା ତମେ ଜଷ୍ଟ ଲଣ୍ଡନ ଯାଇଗଲ ଆଉ ଟିକେ ଆଗକୁ ଯାଅ ହଁ ବାସ୍ ଓକେ 1 1 2 3 ଭାଗ୍ୟ ଭଲ ଆମ ଏପଟେ କୁକୁର ତାଙ୍କ ସେପଟେ ରହୁନାହାନ୍ତି ନହେଲେ ତାଳ ମିଳେଇକି ବୋବେଇଥା ମାନେ ସେ ଯେତେବେଳେ ଗାଇବେ ତମକୁ ଲାଗିବ ବାଉଁଶ ଗଛକୁ ଭାଙ୍ଗିକି ଖାଉଛନ୍ତି କାହାକୁ ଧମକଉଛନ୍ତି ମାନେ ଗୋଟେ ଲୋକର ହାର୍ଟ ଆଟାକ୍ ହେଇଯିବ ସେଥିପାଇଁ ଆମ ଓଡ଼ିଆ ଗୀତର ଯେଉଁ ମଧୁରତା ତାହା କେବଳ ଆପଣ ଶୁଣିପାରିବେ ଭିକାରୀ ବଳଙ୍କର କଣ୍ଠରୁ ଯାହାଙ୍କର ଜଗନ୍ନାଥଙ୍କ ସହିତ ସେତିକି ଭାବ ଏବଂ ସେତିକି ସୁମଧୁର ସେଥିପାଇଁ ସମସ୍ତ ଗୀତିକାରମାନଙ୍କ ପାଇଁ ଜୋରଦାର କରତାଳି ମାଗିବି ଆପଣମାନଙ୍କ ପାଖରେ तो दर्शक बंधु आपण मैंने जिते प्रोग्राम देखती सबुठ निरा हूँ आम ओडिशार संस्कृति यात्रा यात्रा जो आगुरी होता गाँ गली मानक से चाउल धान आदाय करी जो पैसा होता से यात्रा निजे करुले मोर मन अच्छी गोटे नाटक होता से मो बापा डायरेक्शन दौले मु आक्टिंग करुली से मो दादा विलियन रोल करुले जीवन में से प्रथम विलियन रोल कर ये पूरा तातिकी अच्छा विलियन कहला मैंने से पड़े उड़ी पकड़े थाउ तो दर्शक बंधु सी आगुरी गाँ गहली स्त्री लोक मैंने कौन करेंगे एत चेयर नाला सप मशीना पकईकि बसिक नाटक देखिए जिते विलियन बाहर स्त्री लोक मान इमोशन बहुत थाए बिजुली मारुची हेलो हेलो तमे तमे एत रात्रि आम घर कहीं आसिल हेलो हेलो से जो स्त्री लोक मैंने बस देखुवे से भेरी इमोशनाल सी ये जगुनिका विलियन केतबेले मरिबो कि परिवार को किए दगंज कर खरा बेले होते राति टाइम ज्ञान ना से पुलिस कौन कर जमार नाटक कि सिनेमा पुलिस भाई मान को आगू को छड़ा जीवन कारण से पलैले सिनेमा की यात्रा सरजी तेणु पुलिस भाई मान को कह जाए आपण मैंने लास्ट कहते सीन से कंपोज कराई तो जितेबाला अच्छा स्त्री लोक तार इमोशनाल है देखुव ता पाखे छुआटी तार कौन इमोशन न थाए तार घंटा 20 थर पापड़ खाई जा
ବଇଦିନ ମାଗିବୁ ଗୋଟେ ସିନ୍ ମତେ ଦେଖେଇ ଦଉନି ସେଠୁ ପୁଣି ଭିଲିଆନ ଭଲ ଯୋଉମାନେ ବୁଢୀ ଲୋକ ବଇଦେବେ ଦେଖ ନା କେମିତି ଦାନ୍ତ ଦେଖାଉଛି ତାଙ୍କ ପରିବାରକୁ ହଇରାଣ କରୁଛି ଆଉ ତ ହସୁଛ ଗୋଟେ କଥା ଇଏ ସେତିକିବେଳେ ଛୋଟ ଛୁଆ ବୋଉ କଣ ମଟର ଖାଏ ସେଠୁ ତା ବାପା ପାଖକୁ ଯିବ ତା ବାପା ତାର ଭିତରେ ପାମ୍ପଡ଼ ମଟର ସବୁ ଖୋଇଦେବ ଛୁଆଟି ଯେତେବେଳେ ଖାଇକି ଆସିବ ସେତିକିବେଳେ ଗୋଟେ ଲଭ୍ ସିନ୍ ପଡ଼ିଥିବ ସ୍ମିତା ତମେ ଜାଣିଛ ନା ତୁମକୁ ମୁଁ କେତେ ଭଲ ପାଏ ତୁମ ପାଇଁ ମୁଁ ଶିବରାତ୍ରିକୁ ଆରମ୍ଭ କରି ସବୁକିଛି ଓଷାବାର କରିଛି ତମ କ'ଣ ମୋତେ ସତରେ ଭୁଲିଯିବ ସ୍ମିତା ନାଇଁ ଆକାଶ ମୁଁ ତମକୁ କେବେ ଭୁଲିପାରିବିନି ଏତିକି କହିଲା ବେଳକୁ ଛୋଟ ଛୁଆଟି ଯୋଉ ପାମ୍ପଡ଼ ମଟର ଜଲିପି ଯାହା ଯାହା ଖାଇଥିବ ରସଗୋଲା ସବୁକୁ ମିଶେଇକି ଗୋଟେ ଲଘୁଚାପଟିଏ ସୃଷ୍ଟି କରେ ଯୋଉ ଲଘୁଚାପରେ ସନ୍ଦେହଜନକ ଗଣ୍ଡଗୋଳ ବି ହୁଏ ସବୁ ସ୍ତ୍ରୀ ଲୋକ ତାଙ୍କର ଏଇ ପଛରୁ ଗୋଟେ ଶାନ୍ତିରେ ବସେଇ ଦଉଛନ୍ତି ତାଙ୍କ ଭିତରେ ଗୋଟେ କନ୍ଦଳ ସୃଷ୍ଟି ଲଭ୍ ସିନ୍ ଫିକା ପଡ଼ିଯିବ ତେଣୁ ତାପରେ ଭିଲିଆନ ଆସିଲା ଷ୍ଟେଜକୁ ହ୍ୟାଲୋ ଇଞ୍ଜିନିୟରିଂ କଲେଜରେ ଯେତେବେଳେ ପାଠ ପଢ଼ୁଥିଲୁ ସେତେବେଳେ ମୁଁ ତୋତେ ଭଲ ପାଉଥିଲି ଏଇ ସାନ୍ତରାପୁର ଛକରେ ମୁଁ ତୋତେ ପ୍ରପୋଜ କରିଥିଲି ଆଜି ତୁ ବାହା ହେଇଗଲୁ ସବୁଦିନ ପାଇଁ ତୋ ହାତର ସିନ୍ଦୁର ଆଉ ତୋ ମଥାର ଶଙ୍ଖାକୁ ପୋଛି ଦେବି ମୋ ବାପା ସେତେବେଳେ ପ୍ରମ୍ପଟିଂ ଆବେ କ'ଣ ହାତର ସିନ୍ଦୁର ମଥାର ଶଙ୍ଖା ଏଇଟା ଭୁଲ କହିଲୁ ଠିକ୍ କରି କରେକ୍ସନ୍ କର আবে ভুল কইল ভাই করেকশন করলো କରେକ୍ସନ୍ କର ଏଇଟା ଭୁଲ ଏଇଟା ମଥାର ସିନ୍ଦୁର ହାତର ଶଙ୍ଖା ସେଠୁ ସେ ତାପରେ ଯାଇକି ଠିକ୍ କଲା হ্যালো তো হাতর সংখ্যা আউ তো মথার পাউঞ্জি কি পছি দেবে না ସବୁ ଟୋକା ସବୁ ଗୋଟେ ତାଳି ମାଇଲେ କହିଲେ ତୋତେ ଭିଲିଆନ ହେବନି ତୁ ପଳା ଆଚ୍ଛା ଯାତ୍ରା ଯେତେବେଳେ ଗାଁରେ ହେଉଥିଲା ସେତେବେଳେ ଆନାଉନ୍ସମେଣ୍ଟ ବହୁତ ଲୋକ କରନ୍ତି ହ୍ୟାଲୋ ଦୟାକରି ଭିଡ଼ିଓ କରନ୍ତୁ ନାହିଁ ସାଇକେଲଟି କାର ନାଳିରେ ଗଳି ପଡ଼ିଛି ଦୟାକରି ନେଇଯାଅ ସେ 3 ଦିନ ଖଣ୍ଡେ ଖାଲି ଆନାଉନ୍ସ କରିଦେବେ କିଛି ଟୋଟାଲି ପ୍ରୋଗ୍ରାମ ଦେଖିନଥିବେ ତାଙ୍କୁ କୁହାଯାଏ ଡିସିପ୍ଲିନ ଦାୟିତ୍ୱ ତେଣୁ ଆଜି କାର୍ଯ୍ୟକ୍ରମରେ ଯେଉଁ ଭାଇମାନେ ଡିସିପ୍ଲିନ ଦାୟିତ୍ୱରେ ଅଛନ୍ତି ତାଙ୍କ ପାଇଁ ଗୋଟେ ଜୋରଦାର କରତାଳି ହଉ ଏବଂ ମୁଁ ଅନୁରୋଧ କରିବି ଭବାନୀ ସହରଙ୍କ ପାଇଁ ଗୋଟେ ଜୋରଦାର କରତାଳି ମାଗିବି ଆପଣମାନଙ୍କ ପାଖରୁ ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ କ୍ରିକେଟ ଖେଳକୁ ଭଲ ପାଆନ୍ତି ହଁ କି ନାହିଁ କେଉଁମାନେ କ୍ରିକେଟ ଖେଳକୁ ଭଲ ପାଆନ୍ତି ହଁ ସମସ୍ତେ ହଁ ଥ୍ୟାଙ୍କ ୟୁ ସମସ୍ତେ ଭଲ ପାଆନ୍ତି ତ କ୍ରିକେଟ ଖେଳ ଯେତେବେଳେ ଆମ ଟାଇମରେ ଆମେ ଦେଖୁଥିଲୁ ସେତେବେଳେ ଟିଭି ଥିଲା ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ତା ସଟର ଖୋଲିବ ପୁଣି ଯାଇକି ଟିଭି ଚାଲିବ ପୁଣି ଦୋକାନ ଖୋଲିଲା ଭଳିଆ ଟିଭି ଥିଲା ତାପରକୁ ଟିଭି ଡେଭଲପମେଣ୍ଟ ହେଇକି ଛୋଟ ପୋର୍ଟେବୁଲ ଆସିଲା କିନ୍ତୁ ଆଣ୍ଟିନା ଗୋଟେ ଆମେ ଯାଇ ଛାତରେ ବୁଲଉଥିବୁ କେଉଁ କୋଣରେ ସେ ବାଡ଼ଉଛନ୍ତି ଆସିବ କନେକ୍ସନ୍ ହେଇକି ଝରଝର ହେବ ତ ସେତେବେଳେ କ'ଣ ନା ଏତେ ଭୋଲ୍ଟେଜ୍ ନଥିଲା କି ଷ୍ଟାବ୍ଲାଇଜର ଗାଁ ମାନଙ୍କର ନଥିଲା କିନ୍ତୁ ଆମେମାନେ ୱାର୍ଲଡ କପ୍ ଦେଖୁଥିଲୁ ସେତେବେଳେ ସଚିନ ତେନ୍ଦୁଲକର କପିଲ ଦେବ ଜୀ ସମସ୍ତେ ଥିଲେ ତ ସେମାନେ ଯେତେବେଳେ ବ୍ୟାଟିଂ କରନ୍ତି ତାର ଗୋଟେ ଦିଏ କ'ଣ ନା ଆଉ ଥରେ ଦେଖାଏ ଆଉ ଥରେ ଖେଳଟାକୁ ଦେଖାଏ ଆଉଟ୍ ହେଲା କି ନାହିଁ ସେତେବେଳେ ବ୍ୟାଟ୍ସମ୍ୟାନ୍ ତାର ବାଡ଼ଉଥିବ ହଠାତ୍ ଭୋଲ୍ଟେଜ୍ ଯେତେବେଳେ ଟିଭିରେ ପଳେଇବ ତାଙ୍କ ପୋଜିସନ୍ ଏମିତି ହେବ ଯେତେବେଳେ ଭୋଲ୍ଟେଜ୍ ପଳେଇବ ତମକୁ ଲାଗିବ ସେ କୋଉଠି ନଡ଼ା କଥା ଖେଞ୍ଚୁଛନ୍ତି ଆଚ୍ଛା ବୋଲର ଯିଏ ବଲ୍ ଧରିଥିବ ଏଟା ସ୍ଲୋ ମୋସନ୍ ଦେଖାଉଥିବ ହଠାତ୍ ଦେଖିବେ ଭୋଲ୍ଟେଜ୍ ଅପଡାଉନ୍ ହେବ ସେ କେମିତି ମାନେ ନାଚୁଥିବ ଡ୍ୟାନ୍ସର ଭଳିଆ ମାନେ ସେ ଖେଳି ପୁରା ଢେଉ ଭଳିଆ ପଳାଉଥିବ ଯେତେବେଳେ ସ୍ଲୋ ମୋସନ୍ ଟିଭିରେ ଦେଖାଏ ସେଟା ବେଶୀ ଇଣ୍ଟରେଷ୍ଟିଂ ଲାଗେ ବୋଲର ଯଦି ବୋଲିଂ କରୁଥିବ ବ୍ୟାଟ୍ସମ୍ୟାନ୍ ଥିବ ଆନି ବାଡ଼େଇକି ଫଟେଇ ଦେବି କିପର ସେ ସ୍ଲୋ ମୋସନରେ ତାର ଆକ୍ଟିଂଟା କେମିତି ଉପରୁ ତରଭୁଜ ପଡ଼ିବ ତ ସେତେବେଳେ ଟିଭିର ସିଷ୍ଟମ ସେୟା ଥିଲା କିନ୍ତୁ ବର୍ତ୍ତମାନ ସବୁକିଛି ଡେଭଲପମେଣ୍ଟ ହେଲାଣି ଆମର ସବୁକିଛି ଡେଭଲପମେଣ୍ଟ ହେଲାଣି କିନ୍ତୁ ଆମ ସଂସ୍କୃତି ଆମର ସବୁ ଜିନିଷ ୱେଷ୍ଟର୍ଣ୍ଣ ହେଇଗଲାଣି ମୁଁ ଥରେ ପୁରୀ ଯାଇଥାଏ ଜଣେ ଫରେନର ଭେଟ ହେଲେ ସେ ମୋତେ ହଠାତ୍ କହିଲେ ହ୍ୟାଲୋ ଆମେ ତ ଟିକେ ଜାଣିଥିଲେ ବି ଗାଲୁଆ ମୁଁ ଟିକେ କହିଲୁ ମୁଁ କହିଲି ୟା Are you Oriya? ମୁଁ କହିଲି no I am Andrea seriously ଆପଣ ଓଡ଼ିଆ ମୁଁ କହିଲି ଓଡ଼ିଆ ନୁହଁ ଓଡ଼ିଆ ସରି
ଆପଣ ମାନେ ସକାଳୁ କ'ଣ ଖାଆନ୍ତି? ମୁଁ କହିଲି ଇଟା ଖାଏ। ସକାଳୁ ଇଟା, ଖରାବେଳକୁ ପଥର। ତମେ ଜାଣିନ ଆମ ଓଡ଼ିଆ ଲୋକ କ'ଣ ଆମେ ଖାଉ? ସେଥିପାଇଁ ତାର ଗୋଟେ ଗୀତ ଅଛି। ଆସ କିଏ ଖାଇବ ହୋ, ଆସ କିଏ ଖାଇବ ହୋ, କିଏ ଖାଇବ ଆମ ରଜା ବାବୁ ଘର। ଆସ କିଏ ଖାଇବ